ପିଲାମାନେ ମୁଁ ଆପଣମାନଙ୍କର ଶୁଭଙ୍କର ସାର୍। ପିଲାମାନେ ଆସନ୍ତାକାଲି ଆପଣମାନଙ୍କର ସଂସ୍କୃତ ପରୀକ୍ଷା ଅଛି। ପିଲାମାନେ ମୁଁ ଯେଉଁ ବି ଇଂଲିଶ ଦେଉଛି ଯାହା ବି ଓଡ଼ିଆ ଦେଇଥିଲି ସବୁ କିଛି କ୍ୱେଶ୍ଚିନ୍ ଡାଇରେକ୍ଟ ଆସୁଛି। ମୋ ପିଲାମାନେ ବହୁତ ବଢ଼ିଆ କରୁଛନ୍ତି ପରୀକ୍ଷା ଏବଂ କହୁଛନ୍ତି ଯାଉ ସାର୍ ବହୁତ ବହୁତ ଧନ୍ୟବାଦ, ଆପଣ ଯାହା କହିଥିଲେ ସବୁ ସିଲେକ୍ଟିଭ୍ ପଡ଼ୁଛି। କିନ୍ତୁ ପିଲାମାନେ ତୁମମାନଙ୍କର ଦୁର୍ଭାଗ୍ୟ ଯେ ମୁଁ ୟୁଟ୍ୟୁବରେ ଭଲସେ କ୍ଲାସ୍ କରିପାରୁନି କି ଇନଷ୍ଟାଗ୍ରାମରେ ଭଲସେ କରିପାରୁନି, ସେମିତି ଆପଣଙ୍କୁ ଦେଇଥିଲି। ମୁଁ ମୋ ପିଲାମାନଙ୍କୁ ପୁରା ପ୍ରତିଟି ୟୁନିଟ୍ରୁ ବି ମଧ୍ୟ କେଉଁଟା କେଉଁଟା ଲଙ୍ଗ୍ କ୍ୱେଶ୍ଚିନ୍ ପୁରା ଭଲସେ କହିକି ଦେଇଥିଲି। ଏସିଡ୍ ରେନ୍ ଦେଇଥିଲି, ମାନେ ସବୁ ପୁରା ବାଛି ଦେଇଥିଲି, ତାଙ୍କୁ ସବୁ ପଡ଼ିଥିଲା ସେ ଆଗ। କିନ୍ତୁ ତୁମକୁ ଏତେ ଭଲସେ କହିପାରିନଥିଲି କାରଣ ମୋ ଟାଇମ୍ ହେଉନି, ତଥାପି ଏବେ ବି ଟାଇମ୍ ନାହିଁ। ମୁଁ ତଥାପି ଆପଣମାନଙ୍କୁ ଚେଷ୍ଟା କରୁଛି ସଂସ୍କୃତ କିଛି କହିଦେବା ପାଇଁ। ଯଦି ଆପଣମାନଙ୍କ ପାଖରେ ପିଲାମାନେ ଟାଇମ୍ ନାହିଁ, ଏତିକି ଦେଖିଦିଅ, ତୁମେମାନେ ସେଭ୍ ହେଇଯିବ ଆଉ ପରୀକ୍ଷା ବହୁତ ଭଲ ହେବ। ପିଲାମାନେ ଦେଖ ଲଙ୍ଗ୍ କ୍ୱେଶ୍ଚିନ୍ ତୁମେମାନେ ଦେଖିବ 5 ମାର୍କିଆ, ମୁଁ ତୁମକୁ ଗ୍ୟାରେଣ୍ଟି ମାରି କହୁଛି ଛୁଆ ପଡ଼ିବ ହିଁ ପଡ଼ିବ। 5 ମାର୍କିଆ ତୁମେ ଦେଖିଦିଅ। ପ୍ରଥମ ଦେଖିଦେବ ତୁମେ କେଟା ଛୁଆ, ସୁଶିଷ୍ୟ ଉପମନ୍ୟୁ। କ'ଣ କହିଲି ପିଲେ? ସୁଶିଷ୍ୟ ଉପମନ୍ୟୁ। ସୁଶିଷ୍ୟ ଉପମନ୍ୟୁରୁ ନିହାତି ଗୋଟେ 5 ମାର୍କରୁ ତୁମେ ଦେଖିବାକୁ ପାଇବ। ବହୁତ ଭଲ ଟପିକ୍ଟା, ଦେଖିବ ଟିକେ। ତାପରେ ଛୁଆ ଏଇନୁ 5 ମାର୍କ ତୁମର ଉଠିଗଲା। ତାପରେ ଛୁଆ ଆଉ ଗୋଟେ ତୁମେ ଦେଖିଦିଅ ନରେନ୍ଦ୍ର ବିବେକାନନ୍ଦ। କ'ଣ କହିଲି ପିଲେ? ନରେନ୍ଦ୍ର ବିବେକାନନ୍ଦ। ଏଇ ଏତିକି ଦେଖିଦିଅ ଛୁଆ, ଆରାମସେ 5 5 10 ମାର୍କ ତୁମେ ଉଠାଇ ଦେଇପାରିବ। ଆଉ ଦେଖିବା କିଛି ଦରକାର ନାହିଁ। ଯେହେତୁ ତୁମ ପାଖରେ କମ୍ ଟାଇମ୍ ଅଛି, ତୁମେ ଯଦି ଏତିକି ବି ଦେଖିବ ନା ତାହେଲେ ତୁମମାନଙ୍କର ଆରାମସେ ସବୁକିଛି ହେଇଯିବ। ପିଲାମାନେ ଏତିକି ଟିକେ ଦେଖିଦିଅ ମୋ କଥା ମାନିକି, ତୁମ ପରୀକ୍ଷା ବହୁତ ଭଲ ଯିବ ପିଲାମାନେ। ଠିକ୍ ସେଇଭଳିଆ ପିଲାମାନେ ତୁମର ଯେଉଁ ରହିଲା ସୀତାୟା ବନଗମନମ୍, କ'ଣ କହିଲି ପିଲେ? ସୀତାୟା ବନଗମନମ୍। ଯଦି ତୁମେମାନେ ବନଗମନମ୍, ସୀତାୟା ବନଗମନମ୍ ଦେଖିଦେଉଛ ତାହେଲେ ଏଠି 5 ମାର୍କ ଉଠି ଦେଇପାରିବ। ଠିକ୍ ସେଇଭଳିଆ ପିଲାମାନେ ଯଦି ତୁମେମାନେ ଦେଖିଦେବ ଯୁଧିଷ୍ଠିର ଯକ୍ଷ ସମ୍ବାଦ, ଯୁଧିଷ୍ଠିର ଯକ୍ଷ ସମ୍ବାଦ, ତାହେଲେ ମଧ୍ୟ ତୁମର ଏଠି 5 ମାର୍କ ଆସିଯିବ ପିଲାମାନେ। ଏଇଠି ତ 5 5 5 5 ଏମିତି ମିଶିକି ତୁମେ 20 ମାର୍କ ଏଇଠି ଉଠାଇ ଦେଉଛ ପିଲାମାନେ। ତୁମେ ଏଇଠି କେତେ ମାର୍କ ଉଠାଇ ଦେଲ ପିଲାମାନେ? 20 ମାର୍କ ଉଠାଇ ଦେଉଛ। ଦେଖ ଏଇଠି ମୁଁ କିଛି ସିଲେକ୍ସନ୍ ଦେଇଛି ପିଲାମାନେ, ଦେଖ ଏଇଠି ଦିଆଯାଇଛି, ଦେଖ ତୁମେ ଦେଖିପାରୁଥିବ। ଏଇ ଦେଖ ତୁମେ ସୁଶିଷ୍ୟ ଉପମନ୍ୟୁ ଯଦି ଦେଖିଦେଉଛ 5 ମାର୍କ, ଯଦି ବିବେକାନନ୍ଦ ଦେଖିଦେଉଛ 5 ମାର୍କ, ସୀତା ବନଗମନ ଦେଖିଦେଉଛ ଯଦି 5 ମାର୍କ, ଯୁଧିଷ୍ଠିର ଯକ୍ଷ ସମ୍ବାଦ ଦେଖିଦେଉଛ 5 ମାର୍କ। ଏଇଠି 20 ମାର୍କ ହେଇଗଲା। ଆଉ କ'ଣ ଦରକାର ପିଲାମାନେ? ଠିକ୍ ସେଇଭଳିଆ ପିଲାମାନେ ଅନୁଚ୍ଛେଦ, ତୁମେ ଯଦି ଟାଇମ୍ ନାହିଁ ଅନୁଚ୍ଛେଦ ଏତିକି ଦେଖିଦିଅ ହେଇଯିବ। ଯେମିତିକି ଅନୁଚ୍ଛେଦ କ'ଣ ରହିଲା ପିଲାମାନେ ନା, ଯେମିତି ଦେଖ ରହିଲା ତୁମର ଏଇ ବହୁତ କମ୍ ଦେଇଛି, ଏତିକି ଦେଖିଦିଅ ପିଲାମାନେ, ଆସିବ ହିଁ ଆସିବ, ନିହାତି ଆସିବ। ତୁମେ ମୋତେ କମେଣ୍ଟ କରିବ, ନିହାତି ଆସିବ। ଦେଖ ଯେମିତିକି ରହିଲା ହେଉଛି ଅସ୍ମାକଂ ରାଷ୍ଟ୍ରୀୟ ଧ୍ୱଜ, ସର୍ବଂ ସହା ହୀରାକୁଦ ନଦୀବନ୍ଧ। ଏଇଥିରେ ରହୁଛି ସର୍ବଂ ସହା ଆଉ ଅସ୍ମାକଂ ରାଷ୍ଟ୍ରୀୟ ଧ୍ୱଜ 100% ଆସିବାର ଚାନ୍ସ ଅଛି। ଏତିକି ଦେଖିଦିଅ ପିଲାମାନେ, ହେଇଯିବ। ଆଉ ଦେଖନ୍ତୁ ଏଇଠି ସ୍କ୍ରିନ୍ରେ ମୁଁ କିଛି ସିଲେକ୍ସନ୍ ଦେଇଦେଇଛି, ବାକ୍ୟ ଗଠନ ଆଉ ଇଏ ଆପଣ ସ୍କ୍ରିନ୍ରେ ଦେଖିପାରୁଥିବେ। ଏତିକି ପ୍ରାକ୍ଟିସ୍ କରିଦିଅ, ମୋ ପାଖରେ ଟାଇମ୍ ନାହିଁ। ଏଇ ଦେଖିଦିଅ ପିଲାମାନେ କିଛି ସିଲେକ୍ସନ୍ କ୍ୱେଶ୍ଚନ୍ ଗୁଡ଼ାକ ସବୁ ରହୁଛି ପିଲାମାନେ। ଜୟ ଜଗନ୍ନାଥ।